ଯେଉଁ ନିର୍ବାଚନ ପାଇଁ ପ୍ରତିପକ୍ଷ ଗୋଷ୍ଠୀର ଖଣ୍ଡାଚୋଟରେ ପ୍ରାଣ ହରାଇଲେ ଖଲିକୋଟ ବ୍ଲକର ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଦିଲ୍ଲୀପ ପାହନ ଆଜି ହେଉଛି ସେହି ନିର୍ବାଚନ। କାରଣ 15 ତାରିଖ ଦିନ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ସେହି ଗ୍ରାମରେ ଏବଂ ତାଙ୍କ ଘରଠୁ କିଛି ମିଟର ଦୂରରେ ହିଁ ବୁଥ୍ ହେଉଛି ଏବଂ ଲୋକେ ଭୋଟ ଦେଉଛନ୍ତି। ହେଲେ ନିଜ ଭେଣ୍ଡିଆ ପୁଅକୁ ହରାଇ ତାଙ୍କ ବାପା ଏବଂ ସ୍ୱାମୀଙ୍କ ହରାଇ ସ୍ତ୍ରୀଙ୍କର ଅବସ୍ଥା କ'ଣ ରହିଛି ତାହା ଜାଣିବା ପାଇଁ ଆମେ ଆସିଛୁ ଆଜି ତାଙ୍କ ଘରକୁ। ଘର ପୁରା ଖାଁ ଖାଁ ରହିଛି, କାରଣ ନିର୍ବାଚନୀ ପୂର୍ବରୁ ଯେଉଁଭଳି ଭାବେ ହିଂସା ଘଟିଲା ପୁରା ରାଜ୍ୟ ଏହାକୁ ନେଇକି ପୁରା ଚହଳ ସୃଷ୍ଟି ହୋଇଥିଲା ଏବଂ କେନ୍ଦ୍ରୀୟ ଫୋର୍ସ ମଧ୍ୟ ଏଠି ଅଧିକ ପରିମାଣରେ ଆସିଛନ୍ତି ଆଲୋଚନା କରିବା ତାଙ୍କ ବାପା। କାରଣ 7 ଦିନ ହୋଇଗଲାଣି ଘରେ କାନ୍ଦ ବୋବାଳିରେ ବନ୍ଦ ହେବା ନାହିଁ। 6 ଦିନ ହୋଇଗଲାଣି, ଆଜି 6 ଦିନ ହୋଇଗଲାଣି ଘରେ କାନ୍ଦ ବୋବାଳି ବନ୍ଦ ହେବାର ନାହିଁ। କ'ଣ କହିବେ ଆଜ୍ଞା? ଆଜି ଦିଲ୍ଲୀପ ପାହନ ଥିଲେ ଭୋଟ ଦିଲ୍ଲୀପ ପାହନ ଥିଲେ ଭୋଟ ଦେବାକୁ ଯାଇଥାନ୍ତା, ତାକୁ ମାରିଦେଲେ ସାରେ। ଦିଲ୍ଲୀପ ପାହନକୁ ମାରିଦେଲେ, ବିଜେପି ଆସିଲା ବୋଲି ବିଜେଡି ଲୋକ ଦଳର ମାରିଦେଲେ। ବିଜେଡି ଦଳର ଲୋକମାନେ ବି ରାତି ସାରା ବୁଲିଛନ୍ତି, କାଲି ରାତି ସାରା ବୁଲିଛନ୍ତି। ଆମେ ଦେଖିଲା ପରେ ମଧ୍ୟରୁ ଘର ଭିତରେ ଆସି ଲୁଚିକି ରହିଲୁ, ରାତି ସାରା ବି ବୁଲିଛନ୍ତି ତାଙ୍କେ। ଏବେ ପୋଲିସ କିଛି ଆପଣଙ୍କୁ ସହାନୁଭୂତି କିଛି କରୁଛି? କିଛି କାହାକୁ ଗିରଫ କଲାଣି? କେତେ ଜଣ ଯେଉଁମାନଙ୍କୁ କରିଛି ସେମାନେ ଠିକ୍ ଉପଯୁକ୍ତ ଆସାମୀ ନାହିଁ। 2 ଜଣ ଆସାମୀ ହେଇଛନ୍ତି, ଆହୁରି 38 ଜଣ ଆସାମୀ ଅଛନ୍ତି। 38 ଜଣ ମାନେ 40 ଜଣ ପାଖାପାଖି 40 ଜଣ ଆସାମୀ। ମେନ୍ ଆସାମୀ ମାନେ ହେଉଛନ୍ତି ରାଜନୀତିଜ୍ଞ ଆସାମୀ ମାନେ ହେଉଛନ୍ତି ବୁଲା ତରେଇର ପୁଅ କାଳିଆ ତରେଇ, ଆଉ ରାଘବ ଗୌଡ଼, ଆଉ ଗନ୍ତେ ଗୌଡ଼ ପୁଅ। ଏମାନେ ମୁଖ୍ୟ ଆସାମୀ ଅଛନ୍ତି। ଆହୁରି ମାନେ ରାଜନୀତିକ ଆସାମୀ ମାନେ ଏମାନେ ସବୁ ରହିଛନ୍ତି। ଆଉ ରାଜୁ ତରେଇ, ରାଘବ କାଳିଆ ତରେଇ, ଆଉ ମନୁଆ ତରେଇ, ଆଉ ପୁରା ଖାଁ ଖାଁ। କାରଣ ଛୋଟ ଶିଶୁଟିକୁ, ସ୍ତ୍ରୀକୁ, ବାପା ମାଆକୁ ଛାଡ଼ି ଦିଲ୍ଲୀପ ଚାଲିଗଲେ। ତେବେ ଆଜି ଯଦି ଭୋଟ ନିର୍ବାଚନ ଥାନ୍ତେ ଆପଣଙ୍କର ପରିବାର କେତେ ବହୁତ ଉତ୍ସାହିତ ଥାନ୍ତୁ ସାର୍, ଆଜି ବହୁତ ଉତ୍ସାହିତ ଥାନ୍ତୁ। ଦିଲ୍ଲୀପ ପାହନ ତ ଚାଲିଗଲେ, ଆଉ କ'ଣ ଉତ୍ସାହିତ ହବ ସାର୍? ଆଉ ଘରର ଖାଁ ଖାଁ ହେଇଗଲା। ତାର 5 ବର୍ଷର ପୁଅ ଅଛି, 20-22 ବର୍ଷର ତା ସ୍ତ୍ରୀ। ଏମାନଙ୍କୁ ଧରିକି ମୁଁ ବହୁତ ଅସୁବିଧାରେ ପଡ଼ିବାକୁ ପଡ଼ିବ, ସମ୍ମୁଖୀନ ହେବାକୁ ପଡ଼ିବ। ଆଖିରୁ ଲୁହ ଶୁଖିବାର ହିଁ ନା ଧରୁନାହିଁ। ସେପଟେ ଘର ପୁରା ଖାଁ ଖାଁ, କାରଣ ଭେଣ୍ଡିଆ ପୁଅକୁ ହରାଇଛନ୍ତି। ଯଦିଓ ତାଙ୍କ ସ୍ତ୍ରୀ ଅଛନ୍ତି, ପଚାରିବା, ଆଲୋଚନା କରିବା। କ'ଣ କହିବେ ଆଜ୍ଞା? ଆପଣଙ୍କ ସ୍ୱାମୀ ଯାଇ ଆଜିକି 6 ଦିନ ହେଲାଣି, କିଛି ଗିରଫ ହେଲାଣି ନା ଆଉ କିଛି ଦାବି ରହିଛି? ଯେଉଁମାନେ ଆସାମୀ ତାଙ୍କୁ ଗିରଫ ହେଇନି, ଅଛନ୍ତି କେତେ ଜଣ। ମେନ୍ ଲୋକ ଆସି ଧରୁନାହାନ୍ତି। ମେନ୍ ହେଉଛି ଦଇତାରୀ ଆଉ ତା ଭାଇ। ବର୍ତ୍ତମାନ ମଧ୍ୟ ଯଦିଓ ସେ ଖୁବ୍ ଭାଙ୍ଗି ପଡ଼ିଛନ୍ତି, କାରଣ ସ୍ୱାମୀକୁ ହରାଇଛନ୍ତି, ତାଙ୍କ ଭଉଣୀ ମଧ୍ୟ ଅଛି। ଆଲୋଚନା କରିବା। କ'ଣ କହିବେ? ଆଜି ଘର ପାଖରେ ହିଁ ବୁଥ୍ ଅଛି, ଆଜି ଭାଇ ଥିଲେ, ଆପଣମାନେ ସବୁ ଯାଇଥାନ୍ତେ? ହଁ, ଭାଇ ଥିଲେ ଭୋଟ ଦେବାକୁ ଯାଇଥାନ୍ତେ। ଘର ବହୁତ ଖାଁ ଖାଁ ଲାଗୁଛି ଓ ଭାଇ ଯୋଗୁଁ ଭୋଟ ଦେବା ପାଇଁ ଯାଇପାରୁନୁ। ତା ବୋଲି ମେନ୍ ଆସାମୀକି ଗିରଫ କରାଯାଉ ଓ ରାଜୁ ତରେଇ ଓ ଚକ୍ରାନ୍ତ କରି ଓ ଏ ଗ୍ରାମର ରାଘବ ଗୌଡ଼ ଓ ଦଇତାରୀ ହାନେ ଏମାନେ ସବୁ ଗୋଟେ ଗ୍ୟାଙ୍ଗ କରି ଆମ ଭାଇକି ନିର୍ମମ ଭାବେ ହତ୍ୟା କରିଦେଲେ। ହତ୍ୟାକାଣ୍ଡ ଆମକୁ ନ୍ୟାୟ ଦରକାର, ଉଚିତ ନ୍ୟାୟ ଦରକାର। ପ୍ରଶାସନକୁ ଆମେ ଏତିକି ବିନତି କରୁଛୁ, ଆମେ ଉଚିତ ନ୍ୟାୟ ଚାହୁଁଛୁ। ଆମେ ନ୍ୟାୟର ଦ୍ୱାରସ୍ଥ ପାଇଁ ଚାହୁଁଛୁ। ଘରଠାରୁ ମାତ୍ର କିଛି ମିଟର ଦୂରରେ, ଯଦିଓ ଦିଲ୍ଲୀପଙ୍କର 50 ମିଟର ଦୂରରେ ପାଖାପାଖି ଦିଲ୍ଲୀପ ପାହନଙ୍କର ଘର ଠାରୁ ବୁଥ୍ ହୋଇଛି ଏବଂ ଆଜି ଯଦି ସିଏ ଥାନ୍ତେ ହୁଏତ ସପରିବାର ଯାଇଥାନ୍ତେ ଭୋଟ ଦେବା ପାଇଁ। କିନ୍ତୁ ଗତ 15 ତାରିଖ ଦିନ ଏମିତି ଗୋଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ ଉପୁଜିଥିଲା ଏବଂ ପ୍ରତିପକ୍ଷ ଗୋଷ୍ଠୀର ଖଣ୍ଡାଚୋଟରେ ବିଜେପିର କର୍ମୀ ଥିବା ଦିଲ୍ଲୀପ ପାହନଙ୍କର ମୃତ୍ୟୁ ଘଟିଥିଲା। ତେବେ ବାପାଙ୍କର ଅଭିଯୋଗ ଯେ ବର୍ତ୍ତମାନ ମଧ୍ୟ ବହୁ ଅଭିଯୁକ୍ତ ଫେରାର ରହିଛନ୍ତି ଏବଂ ଦେଖିବାର କଥା ଯେ ପୋଲିସ କେବେ ସେମାନଙ୍କୁ ଗିରଫ କରୁଛି ଆଉ ଦିଲ୍ଲୀପ ପାହନଙ୍କର ଏ ପରିବାରକୁ କେବେ ନ୍ୟାୟ ମିଳୁଛି। କ୍ୟାମେରା ପର୍ସନ ଫିନୋଜଙ୍କ ସହ ଅଶୋକ ବ୍ରହ୍ମା, OTV।